ड्राइवर को बहुत सम्मान मिलूला ଏବେ ତ ଥରେ ମିଳୁଥିଲା ଏବେ ଆଉ ମିଳୁନି କାହିଁକି ଫାଷ୍ଟ ଥର ଯେତେବେଳେ ଗାଡ଼ି ଚଲେଇଲ ଦରମା କେତେ ଥିଲା ଆଉ ସେତେବେଳେ ତ ଡ୍ରାଇଭର ମାନେ ବିନା ହେଲ୍ପରେ ଗାଡ଼ି ଚକା ଗୋଡ଼ଉ ନଥିଲେ ବର୍ତ୍ତମାନ ତ ଏବେ 600 କିଲୋମିଟର ନେଇକି ପଳେଇ ଯାଉଛନ୍ତି ବିନା ହେଲ୍ପରେ ସେତେବେଳେ ହଉଥିଲା ନମସ୍କାର ଜୟ ଜଗନ୍ନାଥ ଭାଇମାନେ ଆଜି ମୋ ପାଖରେ ଜଣେ ବୟୋଜ୍ୟେଷ୍ଠ ଭାଇ ଅଛନ୍ତି ଆଉ ଆଜି ଆମେ ତାଙ୍କଠୁ ପଚାରିବା ତାଙ୍କ ସମୟର କିପରି ଥିଲା ଡ୍ରାଇଭିଂ ଆଉ ସେତେବେଳେ ସେ କେତେ କଷ୍ଟ କରିକି ବର୍ତ୍ତମାନ ତାଙ୍କର ହେଲ୍ପର ଜୀବନ କଟିଥିଲା ଆଉ ତାଙ୍କ ଗୁରୁ କିଏ ଆଉ ସେ ସମୟର ଡ୍ରାଇଭିଂ ତାଙ୍କର ଜୀବନଶୈଳୀ କେମିତି ଥିଲା ସେ ଭାଇ ଜଣଙ୍କୁ ପଚାରି ବୁଝିବା ତମ ନାଁଟା କୁହ ଆଗେ ସନ୍ତୋଷ ପ୍ରଧାନ ଆପଣ ଗୁରୁ ଏବେ ଅଛନ୍ତି ତମର ଅଛନ୍ତି ଗାଡ଼ି ଚଲାଉଛନ୍ତି ନା ଘରେ ବସିଛନ୍ତି ଚଲାଉଛନ୍ତି କାହିଁକିନା ତମର ଡ୍ରାଇଭିଂ କେତେ ସମୟ ହେଲାଣି କେତେ ବର୍ଷ ହେଲାଣି 1999 ସେ ସମୟ ତ ଆମେ ଜନ୍ମ ବି ହେଇନଥିବୁ ବୋଧେ 99 ହେଲେ ଆଜିକି 32-33 ବର୍ଷ ହେଇଯିବ ଡ୍ରାଇଭିଂ ତା ସେତେବେଳେ ଯେଉଁ ଗାଡ଼ି ଲାଇନ୍କି ଆସିଲ ମାନେ ତମ ନିଜ ଇଚ୍ଛାରେ ଆସିଲ ନା ସେମିତି କିଏ ପଠେଇଥିଲେ ତମକୁ ନାଇଁ ଘରେ ଅସୁବିଧା ଆସିଥିଲି ଘରେ ଅସୁବିଧା ଆସିଥିଲ ନା ସେତେବେଳେ କେମିତି ଥିଲା କେତେ କଷ୍ଟ କରୁଥିଲ ହେଲ୍ପର ସେତେବେଳେ 3 ବର୍ଷ ହେଲ୍ପରିଂ କରୁଥିଲୁ 3 ବର୍ଷ ହେଲ୍ପର କରିଥିଲ 10 ଟଙ୍କା ଘୁରାଇକି 10 ଟଙ୍କା ଘୁରାଇକି ଦରମା 100 ଟଙ୍କା ଦରମା 10 ଟଙ୍କା ଘୁରାଇକି 3 ବର୍ଷ ହେଲ୍ପର କଲା ପରେ ଯାଇକି ଗାଡ଼ି ଚଲେଇଲ ନା ଆଉ ସେତେବେଳେ ଯେଉଁ ଗାଡ଼ି ଥିଲା ବର୍ତ୍ତମାନ ପୁରୁଣା ଗାଡ଼ି ଏବେ ଯେଉଁ ଗାଡ଼ି ଆସୁଛି ନୂଆ ନୂଆ ଗାଡ଼ି ତା ଭିତରେ ଫରକ କ'ଣ ଅଛି ତାଙ୍କ ସେ ପ୍ଲେନ୍ ଷ୍ଟେରିଂ ଥିଲା ଏ ସବୁ ପାୱାର ଷ୍ଟେରିଂ କଣ୍ଡିସନ ଗାଡ଼ି ସବୁ ସେତେବେଳେ 12-10 ଗାଡ଼ି ସେତେବେଳେ ପରିଶ୍ରମ ଅଧିକା ହେଉଥିଲା ନାଇଁ ଆଉ କହନ୍ତି ସେତେବେଳେ ଡ୍ରାଇଭରକୁ ବହୁତ ସମ୍ମାନ ମିଳୁଥିଲା ଏବେ ତ ସେତେବେଳେ ମିଳୁଥିଲା ଏବେ ଆଉ ମିଳୁନି କାହିଁକି ଲୋକ ସଂଖ୍ୟା ଅଧିକା ଗାଡ଼ି ସଂଖ୍ୟା ଅଧିକା ଇଏ ସବୁ ହେଇଗଲା ଟଲି ରିକ୍ସା ଭଳିଆ ହେଇଗଲା ଆଉ ଆଗ ଟଲି ରିକ୍ସା ବାଲା ଯେମିତି କରୁଥିଲେ ଅନ୍ୟମାନେ ଏବେ ଗାଡ଼ି ବାଲାକୁ ସେ ଫାଷ୍ଟ ଥର ଯେତେବେଳେ ଗାଡ଼ି ଚଲେଇଲ ଦରମା କେତେ ଥିଲା ମୁଁ ଚଲେଇଥିଲି 900 ଟଙ୍କାରେ 900 ଟଙ୍କାରେ ତ ଯେତେବେଳେ ଫାଷ୍ଟରେ ଗାଡ଼ି ଚଲେଇଲ ମାର୍କେଟରେ ଯେତିକି ଦରମା ଥିଲା ସେତିକି ଚଲେଇଲ ନା କମ୍ରେ ଚଲେଇଲ ନାଇଁ ଫାଷ୍ଟ ମୁଁ ଚଲେଇ ଢେଙ୍କାନାଳରେ 900 ଟଙ୍କା ମାର୍କେଟରେ 900 ଟଙ୍କା ଥିଲା ତ ସେତେବେଳେ ଚାରିଆଡ଼େ ନା ମୁଁ ସେତେବେଳେ ନୂଆ ଅନ୍ୟମାନେ 1200-1300 କାହିଁକିନା ଏବେ ବି ଯେଉଁମାନେ ନୂଆରେ ଡ୍ରାଇଭିଂ କରୁଛନ୍ତି କମ୍ ଦରମାରେ ରାଜି ହେଇଯାଉଛନ୍ତି ମାଲିକମାନେ କମ୍ ଦରମା ଚଲାଉଥିବା ଡ୍ରାଇଭରକୁ ଅଧିକ ପସନ୍ଦ କରନ୍ତି ଆଉ ଆଜିକାଲି ତ ମାଲିକମାନେ ପୁରୁଣା ଡ୍ରାଇଭରକୁ ପସନ୍ଦ କରୁନାହାନ୍ତି କ'ଣ କହିବା ଅଧିକା ପଇସା ସେମାନେ ଅଧିକା ନେବେ ଇଏ ନୂଆ ପିଲା ବି କମ୍ରେ ଡ୍ୟୁଟି କରୁଛି ସେଇ ସକାଶେ ମାଲିକମାନେ ପୁରୁଣା ଡ୍ରାଇଭର ପସନ୍ଦ କରୁନାହାନ୍ତି ନା କିନ୍ତୁ ପୁରୁଣା ଡ୍ରାଇଭର ଯେମିତି ଗାଡ଼ିକି ସୁରକ୍ଷିତ ଭାବରେ ଜଗି ଚଲେଇବ ନୂଆ ଡ୍ରାଇଭର କ'ଣ ଚଲେଇ ପାରିବ ସେମିତି ଚଲେଇପାରିବ ନା ପୁରୁଣାଟା ପୁରୁଣା ନୂଆଟା ନୂଆ ସେ ମାର୍କେଟ କରିବା ପାଇଁ ସେ କମ୍ ପଇସାରେ ଚଲାନ୍ତି ଆଉ ସେତେବେଳେ ତ ଡ୍ରାଇଭର ମାନେ ବିନା ହେଲ୍ପରେ ଗାଡ଼ି ଚକା ଗୋଡ଼ଉ ନଥିଲେ ବର୍ତ୍ତମାନ ତ ଏବେ 600 କିଲୋମିଟର ନେଇକି ପଳେଇ ଯାଉଛନ୍ତି ବିନା ହେଲ୍ପରେ ସେତେବେଳେ ହଉଥିଲା ବାହାରେ ତ ଏତେ କମ୍ପାନୀ ନଥିଲା ଏବେ ଗୋଟେ ଟୋକାକୁ ବୟସ ହେଲା ମାନେ ସେ ବାହାରକୁ ଯାଉଛନ୍ତି 15,000 18,000 20,000 କମାଉଛନ୍ତି ସେତେବେଳେ କାମ ଏତେ ନଥିଲା ସେଥିପାଇଁ ବାଧ୍ୟ ହେଇକି ଲାଇନ୍ରେ ରହୁଥିଲେ ଲେବର କାମ କରୁଥିଲେ ଆଉ ଏବେ ତ ବର୍ତ୍ତମାନ ଆଗକୁ ଡ୍ରାଇଭର ମାନେ ସର୍ଟେଜ ବହୁତ ଦେଖାଯିବ ବର୍ତ୍ତମାନ ଆଉ ହେଲ୍ପର ରହୁନାହାନ୍ତି କେଉଁ ଗାଡ଼ିରେ ଆଗକୁ ଆହୁରି ଡ୍ରାଇଭର ମିଳିବନି ଆଗକୁ ନା ମିଳିବନି କାହିଁ ଏବେ ତ ମାସକରେ ଡ୍ରାଇଭର ହେଇକି ବାହାରୁଛନ୍ତି ସେତେବେଳେ ଆମେ 3 ବର୍ଷ ହେଲ୍ପ କରୁଥିଲେ ଏବେ କାହିଁ ହେଲ୍ପର କିଏ ବସ୍ 6 ମାସ କିଏ କରୁଛନ୍ତି ଯିଏ 3-4 ବର୍ଷ ହେଲ୍ପର କରିକି ଡ୍ରାଇଭିଂ କରୁଥିଲା ଆଉ ବର୍ତ୍ତମାନ ଯେଉଁ ମାସକରେ ଯିଏ ଡ୍ରାଇଭିଂ କରିକି ବର୍ତ୍ତମାନ ବାହାରି ପଡ଼ୁଛି ମାର୍କେଟକୁ ତା ଭିତରେ ଫରକ ନାହିଁ ବହୁତ ଫରକ ଅଛି ସେତେବେଳେ ଡ୍ରାଇଭର ବର୍ତ୍ତମାନ ଅଧା କାମ ଜାଣି ଯାଉଥିଲା ଗାଡ଼ିର ଟୁକୁରା ପୁରା କାମଗୁଡ଼ା ସବୁ ଜାଣି ଅଧା ମେଣ୍ଟେନାନ୍ସ ଜାଣି ଯାଉଥିଲା ଏবার ତ ଗାଡ଼ି ପଇସା ନା କିଛି ଜାଣି ହେଉନି ଏବେର ଡ୍ରାଇଭର ଗୋଟେ ନଟ ଖୋଲି ଜାଣିବେନି ଖାଲି ଷ୍ଟେରିଂ ବାଲାନ୍ସ କରି ଯାହା ଜାଣିବେ ଆଉ ତମ ଗୁରୁଙ୍କ ନାଁ କ'ଣ ଥିଲା କି ପାଇଛ ମାୟାଧର ସ୍ୱାଇଁ ମାୟାଧର ମୋ ଗୁରୁଙ୍କ ନାଁ ବି ସେଇଆ ତା ଘର ସନ୍ତରାସ ମୋର ଏଇ ଖୋର୍ଦ୍ଧା ବେଗୁନିଆ ମୋ ଗୁରୁଙ୍କର କିନ୍ତୁ ନାଁ ଏକା ଆଉ ଆଜିକାଲି ଯେଉଁ ବର୍ତ୍ତମାନ ଯେଉଁ ପିଲା ଆସୁଛନ୍ତି ସେ ମାସେ 2 ମାସ ହେଇକି ହେଲ୍ପର କରିବାକୁ ନାରାଜ ଭାବୁଛନ୍ତି 15 ଦିନରେ ସପ୍ତାହରେ କେମିତି ଆମକୁ ଡ୍ରାଇଭର ଷ୍ଟେରିଂ ଦେଇଦେବୁ ଛାଡ଼ିଦେବୁ ଆମେ ଚଲେଇବୁ ସେମିତି ହେଉଛି ଆଉ ଏଇ ମାସେ 6 ମାସେ 4 ମାସରେ ଡ୍ରାଇଭର ହେଇକି ଭାବୁଛନ୍ତି ଆଉ ଯେତେବେଳେ ଫାଷ୍ଟରେ ତମେ ହେଲ୍ପର ଗଲ କେତେ ଦିନ ପରେ ଷ୍ଟେରିଂ ଦେଲେ ତମ ଗୁରୁ ପେଚକେସି ମାଡ଼ ହାତ ଗୋଇଠା ଖାଇକା 1.5 ବର୍ଷ ପରେ ମୁଁ ଧରିଛି ଗୁରୁଙ୍କ ସେବା କରିଛ ପ୍ୟାଣ୍ଟ ସାର୍ଟ ଧୋଇବା ତେଲ ମାଲିସ କରିବା ଗୁରୁଙ୍କ ଗୋଡ଼ ହାତ ଚିପିବା କରିଛ ସବୁ ତେଲ ମାଲିସ କରିନି ପ୍ୟାଣ୍ଟ ସାର୍ଟ ସଫା କରିଛି ହୋଟେଲରୁ ଖାଇବା ଆଣିବି ଏସବୁ କାମ ଗାଡ଼ି ଯୋଉଠି ଖରାପ ହବ ହେଲ୍ପର ଏକୁଟିଆ ରହିବ ଡ୍ରାଇଭର ସେତିକି କଷ୍ଟ କରିକି ସେ ଆଗରୁ ସେମିତି ଥିଲା ନା ଗୋଟେ ବ୍ରେକ୍ ଡାଉନ୍ ବାଟରେ ପଡ଼ିକି ରହିବ
ଏବେ ତ ବୁଝ ନା କ'ଣ ଗାଡ଼ି ଖରାପ ହେଲେ ନିଜେ ରହିବାକୁ ପଡ଼ୁଛି। ତା ଏବେର ବର୍ତ୍ତମାନ ଗାଡ଼ି ପରିସ୍ଥିତି ତମେ କ'ଣ ଦେଉଛ? ଯଦି କୁହାଯିବ ତମ ପୁଅକୁ ଡ୍ରାଇଭିଂ ଲାଇନ୍କି ଆଣିବ? ନା ଏବେର ବୁଝନ୍ତି ଆଉ ଆଁ କାହିଁ ସମସ୍ତେ ତ ଚାହାନ୍ତି ଯିଏ ଗୋଟେ ଡକ୍ଟର କରେ ସିଏ ଚାହେଁ ତା ପୁଅ କେମିତି ଗୋଟେ ଡକ୍ଟର କରିବା ପାଇଁ, ଯିଏ ପୋଲିସ ଚାକିରି କରେ ସିଏ କରେ ଚାହେଁ ତା ପୁଅ କେମିତି ପୋଲିସ ଚାକିରି କରିବା ପାଇଁ, ଡ୍ରାଇଭର କାହିଁକି ଚାହେଁ ନା ତା ପୁଅ ଡ୍ରାଇଭିଂ କରୁ ବୋଲି। ଗାଡ଼ି ଲାଇନ୍ର ଯେଉଁ ପରିସ୍ଥିତି ବର୍ତ୍ତମାନ ଯିବା କିଏ ଆଉ ଚାହାନ୍ତିନି, ଯିଏ ପଶିଯାଇଛି ପଶିଯାଇଛି। ଆଉ ସେଇ ହିସାବରେ ଆଉ ଯିଏ ଛୁଆ ପାଠ ପଢ଼ିଛି ଅଧିକା ତାକୁ କ'ଣ ଗାଡ଼ି ଲାଇନ୍ ଆଣିବୁ କି? ଭଲ କ'ଣ ଆଉ ସବୁ ଭଲ ଅଛି ସବୁ ଖରାପ ଅଛି। ଭଲ ଗାଡ଼ି ଲାଇନ୍ରେ ଆଉ ଦୁଇ ତ ଲେବର ପୋଜିସନ୍ ଡ୍ରାଇଭର ପୋଜିସନ୍ ଯାହା ଲେବର ପୋଜିସନ୍ ସେୟା ବର୍ତ୍ତମାନ। ଆଉ ସୁବିଧା କ'ଣ ଯୋଉଠି ହେଲେ ଖଟିବ ସେଇ ପଇସା। ମୁଁ ଖାଲି ଭାବୁଛି ଗାଡ଼ି ଲାଇନ୍ରେ ଯାହା ଟିକେ ସୁବିଧା ବୁଲିକିରି ଦେଖିବ ସବୁଆଡ଼େ ଅଲ୍ ଇଣ୍ଡିଆ ଏଇଟା କେବଳ ବୁଲିକି ଦେଖିବ, ଏଇଟା କେବଳ ଗୋଟିଏ ସୁବିଧା ନାହିଁ। ଏଇଟା ଗୋଟେ ସୁବିଧା କଲ ଲୋକ ପଇସା ଡ୍ରାଇଭର ପାଇଁ ଅଲ୍ ଇଣ୍ଡିଆ ବୁଲୁଛନ୍ତି ପଇସା ଖର୍ଚ୍ଚ କରିକି ସେଥିରେ କ'ଣ ରୋଜଗାର କଲ ଅଲ୍ ଇଣ୍ଡିଆ ବୁଲିକି ଦେଖିଲ। ଏଇଟା ଗୋଟିଏ ସୁବିଧା କେବଳ ଜାଗା ବୁଲ ମାଲିକ ଦର ତେଲ ପକେଇବ ପଇସା ଦବ ଦରମା ପାଇବ ମାଗଣାରେ ଜାଗା ବୁଲିବ, ଏ ଗୋଟିଏ ସୁବିଧା। ଏଇଟା ଗୋଟେ ସୁବିଧା ଆଉ ସୁବିଧା କ'ଣ ଆଉ। ଆଚ୍ଛା ଅସୁବିଧା କୁହ ଟିକେ, ଅସୁବିଧା କୋଣଟା କ'ଣ ଅଛି ଡ୍ରାଇଭର ପାଇଁ ସେଇଥିରୁ ଦୁଇଟା କୁହ। ଯେଉଁ ଗାଡ଼ି ଗୁଡ଼ା ଭଲ ଭଲ ଆକ୍ସିଡେଣ୍ଟ ବ୍ରେକ୍ଡାଉନ୍ ହେଉଛି ଏଗୁଡ଼ା ହେଉଛି ବହୁତ ଅସୁବିଧା ଆଉ ସେଗୁଡ଼ା ତ ଗାଡ଼ି ଗୁଡ଼ା ଅଛି ମାନେ ହବାଟା ହବ। ଆଉ ଗୋଟିଏ କଥା ଗାଡ଼ି ଲାଇନ୍ରେ ହଠାତ୍ କେବେ କୌଣସି ଘରେ କେଡ଼େ ଗୋଟେ ଅସୁବିଧା ହେଲେ ତମେ ଯାଇପାରିବ ନା, ଶୁଣିବ ଦୁଃଖ ଖବର ଶୁଣିବ ହେଲେ ହେଉଛି ଭଞ୍ଜନଗର। ଏଠି ମୁଁ ଏବେ ରହିଲି ଖୋର୍ଦ୍ଧାରେ, ଗୋଟେ ହଠାତ୍ ଗୋଟେ ଏମର୍ଜେନ୍ସି ଗୋଟେ କାମ ଆସିଲା ମୁଁ ସାଙ୍ଗେ ସାଙ୍ଗେ ପହଞ୍ଚି ପାରିବି କି? ପହଞ୍ଚିପାରିବନି, ତାହେଲେ ମିନିମମ୍ 4 ଘଣ୍ଟା 5 ଘଣ୍ଟା ଦରକାର। ଏଇଟା ହେଉଛି ବହୁତ ଦୁଃଖର ବିଷୟ ନାଇଁ। ଗାଡ଼ି ଲାଇନ୍ ଏଇ ଗୋଟିଏ ହେଉଛି ଅସୁବିଧା। ଗାଡ଼ି ଲାଇନ୍ ତ ସେ କିଏ ହେଲେ ପହଞ୍ଚି ପାରିବେ କି? ଆଚ୍ଛା ଆଜିକାଲି ଯେଉଁ ପିଲାମାନେ ଆସୁଛନ୍ତି ହେଲ୍ପର କରି ଗାଡ଼ି ଶିଖିବା ପାଇଁ ତାକୁ କ'ଣ କହିବ ଦୁଇ ପଦ କୁହ। ସେ ଯେଉଁ ପିଲା ମୁଁ କହିଛି କ'ଣ ଯିଏ ଶିକ୍ଷିତ ପିଲା ସେ ଗାଡ଼ି ଲାଇନ୍ କିଏ ଆସିବେନି। ଆଉ ଯେଉଁ ଆମର ଭଳିଆ ଏ ଯେଉଁ କମ୍ ପାଠ ପଢ଼ିକିରି ଏଇଟା ଗୋଟେ ସୁବିଧା ଲାଇନ୍ ଆଉ ଗାଡ଼ି ଲାଇନ୍ରେ ପଶିଥିବ ଆଉ। ମାନେ ଗାଡ଼ି ଲାଇନ୍ଟା ହେଉଛି ମାନେ କମ୍ ପାଠ ପଢ଼ାରେ ଆଉ ଜଲ୍ଦି ପଇସା ରୋଜଗାର କରିବାରେ ଏଇଟା ହେଉଛି ସୁବିଧା ନାହିଁ। ଆପଣ ତ ଶୁଣିପାରିଲେ ଆଉ ତାଙ୍କର ଯାହା ମତାମତ ସିଏ ରଖିଲେ, ମୋର ଯେଉଁ କିଛି ପ୍ରଶ୍ନ ଥିଲା ଭାଇଙ୍କଠୁ ଆମେ ଶୁଣିଲେ। ବର୍ତ୍ତମାନ ସିଏ କିଛି ଦିନ ହେବ ଆମ କମ୍ପାନୀକି ଆସିଛନ୍ତି, ଜଏନ୍ ହେଇଛନ୍ତି କାମ କରିବା ପାଇଁ, ଆଉ ତାଙ୍କ ସାଙ୍ଗରେ ଆମକୁ ବି କାମ କରିବାର ବହୁତ ସୁଯୋଗ ମିଳିଲା। କିଛି ଜିନିଷ ବି ଅଛି ଯେଉଁଟା ଶିଖିନୁ, ଆମେ ବି ଟିକେ ଶିଖିପାରିବୁ। ଆଉ ଯଦି ଆପଣଙ୍କର କିଛି ଯଦି ଜାଣିବା ପାଇଁ ଥିବ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଉତ୍ତର ରଖିବେ, ଆମେ ଜଣାଇବା ପାଇଁ ଚେଷ୍ଟା କରିବୁ। ରହୁଛି, ନମସ୍କାର।